ଆଜ୍ଞା, ଜୟ ଶ୍ରୀ ଜଗନ୍ନାଥ। ଆଜି ଠୁ ଆମେ ଜଷ୍ଟ ଷ୍ଟାର୍ଟ କଲୁ ଫଳ ଦୀପିକା। ଯୋଉମାନେ ଜ୍ୟୋତିଷ ପଢୁଛନ୍ତି ସମସ୍ତେ ଜାଣିଛନ୍ତି ଯେ ଫଳ ଦୀପିକା ହଉଛି କ୍ଲାସିକ ର ଗୋଟେ ଏମିତିଆ ସୁନ୍ଦର ବହି, ଯାହା ଦ୍ଵାରା କି ଲୋକମାନେ ଜ୍ୟୋତିଷ ର ଆଷ୍ଟ୍ରୋଲୋଜିର ବେସିକ୍ସ ଗୁଡାକ ବହୁତ ଭଲସେ କ୍ଲିୟର କରିପାରିବେ। ମନ୍ତ୍ରେଶ୍ୱର ମହାରାଜ ସେଟାକୁ ଲେଖିଛନ୍ତି, ହିନ୍ଦୀରେ ବହୁତ ସାରା ବି ଭିଡିଓ ଅଛି। ଏବଂ ତାକୁ ବେସ୍ କରିକି ଆମେ ଆଷ୍ଟ୍ରୋଲୋଜିର ବେସିକ୍ସ ଉପରେ ବେଶୀ ଧ୍ୟାନ ଦେବା। କାରଣ ବେସିକ୍ସ ଗୁଡାକ ଯେତେବେଳେ ମଣିଷର କ୍ଲିୟର ହୁଏ, ସେତେବେଳେ ହିଁ ତାର ଯୋଉ ବେସିକ ନଲେଜ, ଯେମିତି ଗୋଟେ ଘର ତିଆରି କଲା ବେଳେ ଯଦି ଘରର ନିଭ୍ ଟା ଷ୍ଟ୍ରଙ୍ଗ ରହିବ, ମାନେ ତାର ଘରର ମୂଳଦୁଆ ଟା ଯେତେବେଳେ ଷ୍ଟ୍ରଙ୍ଗ ରହିବ, ସେତେବେଳେ ଆମର ଅନ୍ୟ ଘରର ଜିନିଷ ଗୁଡାକ ବି ଧୀରେ ଧୀରେ ନିଭ୍ ଉପରେ ହିଁ ଘରର ସବୁ କିଛି ଡିପେଣ୍ଡ କରେ। ତେଣୁ ସେଇ ତାରି ଉପରେ ସବୁ କିଛି ଡିପେଣ୍ଡ ରହିବ। ତେଣୁ ଏବେ ମୂଳଦୁଆ ପାଠ ଗୁଡାକୁ ଆମେ ଭଲସେ ପଢିବା ଏବଂ ଭଲସେ ପଢିକି ଭଲସେ ଜାଣିବା ଯେ ଆକ୍ଚୁଆଲି ବେସିକ ଜିନିଷଟା କଣ, ତାକି ଆମକୁ ଯେତେବେଳେ ଆମେ ଫଳାଦେଶ କରିବା ବା କୌଣସି ଆଷ୍ଟ୍ରୋଲୋଜିକାଲ ପ୍ରେଡିକ୍ସନ ଦବା, ସେଇ ପ୍ରେଡିକ୍ସନ ଉପରେ ଆମର ସେଇଟା ହେଲ୍ପ କରିବ ଆମକୁ ପ୍ରେଡିକ୍ସନ ବେଳେ। ଏଇଟା କହିବାର ତାତ୍ପର୍ଯ୍ୟ ହେଲା ଯେ କୌଣସି ପ୍ରେଡିକ୍ସନ ଆମକୁ ମନ ଇଚ୍ଛା ଦେବାର ନାହିଁ। ଆମର ଶ୍ରୀମଦ୍ ଭାଗବତ ଗୀତାରେ ଗୋଟେ ଶ୍ଲୋକ ଅଛି 16 ନମ୍ବର ଅଧ୍ୟାୟରେ, ମୋଷ୍ଟ ପ୍ରୋବାବଲି, ଯାହା ମୁଁ ଯଦି ମୁଁ ଭୁଲ ନ କହୁଥାଏ ତ, ଗୋଟେ ଅଛି, यह शास्त्र विद्धिम उत्सृज्य वर्तते काम करतः न स सिद्धिम वाप्नोति न सुखम न पराम गति। ଠିକ ଠିକ ଅଛି, ଅଛି, ଠିକ ଯିଏ ଅଛି, ଶାସ୍ତ୍ର ଠିକ ଅଛି। ବିଧିକୁ ଯିଏ ଶାସ୍ତ୍ର ବିଧିକୁ ପରିତ୍ୟାଗ ପୂର୍ବକ କାମ କରେ, ନା ସେ ସିଦ୍ଧି ପାଏ, ନା ସେ ସୁଖ ପାଏ, ନା ସେ ପରମ ଗତିକୁ ପ୍ରାପ୍ତ କରିପାରେ। ତେଣୁ ହୁଁ ଆଷ୍ଟ୍ରୋଲୋଜି ହଉଛି ବହୁତ ପୁରୁଣା ବିଦ୍ୟା। ତେଣୁ ଏଇ ବିଦ୍ୟା ଉପରେ ବେସ୍ କରିକି, ଶାସ୍ତ୍ର ଉପରେ ବେସ୍ କରିକି ଯଦି ବିଦ୍ୟା କରାଯାଏ, ତାହେଲେ ଏଇଟା ସୁନ୍ଦର ହେବ ଏବଂ ସଠିକ ରହିବ ଫଳାଦେଶ। ଏବଂ ଏ ଫଳାଦେଶ ଦ୍ଵାରା ଲୋକମାନଙ୍କୁ ଆଚମ୍ବିତ କରିବାର ନାହିଁ, ଫଳାଦେଶ ଦ୍ଵାରା ଲୋକମାନଙ୍କର ଯେପରି ଉନ୍ନତି ହୁଏ, ସେଇଭଳି ଭାବରେ ଆମେ କର୍ମ କଲେ ଆମକୁ ସେଇଟା ହେଲ୍ପ ମିଳିବ। ତ ଏଇ ଜଷ୍ଟ ଆମେ ଗୋଟେ ଛୋଟ ସିରିଜ ଆରମ୍ଭ କରିବାର ପ୍ରୟାସ କରିଛୁ। ରାଜ ବାବୁ ହେଲ୍ପ କରୁଛନ୍ତି ଏଥିରେ ଆମକୁ। ତ ବର୍ତ୍ତମାନ ଆମେ ଧୀରେ ଧୀରେ କରି ସବୁ କିଛି ପଢିବା। ଆଜି ଆମେ ବେସିକ୍ସ ରେ ଆମେ ଅଲରେଡି ପଢିଥିଲେ ଗ୍ରହ ମାନଙ୍କର ବଳ। ଗ୍ରହ ମାନଙ୍କର ବଳ ବିଷୟରେ ଜାଣିବା, କାରଣ ଗୋଟେ କୁଣ୍ଡଳୀରେ ଗ୍ରହର ବଳ ମାନଙ୍କ ଉପରେ ହିଁ ସବୁ କିଛି ଡିପେଣ୍ଡ କରେ। କି ଗୋଟେ ଗ୍ରହ ଯଦି ବଳି ଅଛି, ବଳବାନ ଅଛି, ସେ ତେବେ ସିଏ ତାର ଫଳ ଦେବାକୁ ସମର୍ଥ ହୋଇପାରିବ। ଆଉ ଯଦି ଗୋଟେ ଗ୍ରହ ବଳବାନ ନାହିଁ ଏବଂ ସିଏ ତା ଉପରେ ଆମେ ଗୋଟେ ପ୍ରେଡିକ୍ସନ ଦେଇଦେଲେ ତାର ବଳକୁ ନ ଦେଖିକି, ତାହେଲେ ଆମର ସେ ପ୍ରେଡିକ୍ସନ ଟା ଅନେକାଂଶରେ ସେତିକି ମାତ୍ରାରେ ଠିକ ବସିବ ନାହିଁ। ତେଣୁ ଆମେ ସର୍ବପ୍ରଥମେ ଆମେ ଆରମ୍ଭ କରୁଛୁ ଗ୍ରହର ବଳ ଅଧ୍ୟୟନ ଉପରେ। ତେଣୁ ଗ୍ରହର ବଳକୁ ଆମେ ଧୀରେ ଧୀରେ କରିକି ଜାଣିବା ଯେ କି କେତେ କେତେ ପ୍ରକାର ବଳ ଅଛି, କେମିତି ସେ ବଳ ଗୁଡାକ ଆମେ କାଲକୁଲେଟ କରିବା। ଗୋଟେ ଆଷ୍ଟ୍ରୋଲୋଜର ହିସାବରେ ବେସିକ୍ସ ନଲେଜ ରହିବା ନିତ୍ୟାନ୍ତ ଆବଶ୍ୟକ। ଏବଂ ସେଇଟା କେତେବେଳେ ହବ ନା, ଯଦି ଆମେ ପ୍ରପର ନିଷ୍ଠାର ସହିତ ସେ ଜିନିଷଟାକୁ ଅଧ୍ୟୟନ କରିବା ଏବଂ ସେଇଟା ଆମେ ସର୍ବପ୍ରଥମେ ଆମେ ନିଜେ ଟେଷ୍ଟ କରିବା। ଯଦି କୁଣ୍ଡଳୀ ବିଷୟରେ କୌଣସି ଲୋକକୁ କିଛି ଜାଣିବାର ଅଛି ବା ଫଳାଦେଶ କରିବାର ଅଛି, ସର୍ବପ୍ରଥମେ ମୋର ସିମ୍ପଲ ଗୋଟେ ସଜେସନ ହେଲା, ଆପଣ ଯେକୌଣସି ଆଷ୍ଟ୍ରୋସେଜ ଘରିକା ଆପ୍ ଯୋଉଗୁଡାକ ଫ୍ରିରେ ମିଳୁଛି, ତାକୁ ଡାଉନଲୋଡ କରି ନିଅନ୍ତୁ ଏବଂ ଆପଣଙ୍କର ଯୋଉ ଜଣା ଜାନ ପେହଚାନ ଯୋଉମାନେ ଅଛନ୍ତି, ଯୋଉମାନେ ଚିହ୍ନା ପରିଚୟ ଅଛନ୍ତି, ସେମାନଙ୍କର କୁଣ୍ଡଳୀ ଉପରେ ଆପଣ ରିସର୍ଚ୍ଚ କରନ୍ତୁ। ତାହେଲେ ଆପଣ ଜାଣିପାରିବେ ଯେ ଆପଣ ଯୋଉଟା ପଢୁଛନ୍ତି ସେ ପଢାଟା ଆମର ଆକ୍ଚୁଆଲିରେ କାମ ଦେଉଛି କି ନାହିଁ। ଠିକ ଅଛି ନା ରାଜବାବୁ, ଭଏସ ଆସୁଛି ତ? ଆଜ୍ଞା, ଆଜ୍ଞା। ଆଜ୍ଞା। ତ ଏଇଟା ହେଲା ମୋର କହିବା କଥା। ତ ଆଜି ଆମର ବିଷୟରେ ଗ୍ରହର ବଳ ରହିଛି। ଗ୍ରହର ବଳର ବହୁତ ସାରା ଆମେ ଟପିକ ରଖିବୁ। ଏଇ ଟପିକ ଗୁଡାକ ଭିତରେ ଆମର ଏଟା ଫେଜ ବାଇ ଫେଜ ଚାଲିବ, ଯେହେତୁ ସମୟ ସଂକ୍ଷିପ୍ତ, ଆମର ଅଧିକ ସମୟ ନଷ୍ଟ କରିବାର ନାହିଁ। ଚାଲନ୍ତୁ ଆମେ ଆଜି ଗ୍ରହର ବଳ ବିଷୟରେ ଜାଣିବା, କାଲି ଯାହା ପଢିଥିଲେ ଟିକେ ରିଭାଇଜ କରିବା ଏବଂ ତାପରେ ଆଗକୁ ଆହୁରି ବଢିବା। ବର୍ତ୍ତମାନ ମୁଁ ସ୍କ୍ରିନ ସେୟାର କରୁଛି। ଆମର ମେନ୍ ହେଲା ଆମେ ଫଳ ଦୀପିକା ଷ୍ଟାର୍ଟ କରିଛୁ। ଠିକ ଅଛି, ବହି ନାଁ ହେଲା ଫଳ ଦୀପିକା। ମନ୍ତ୍ରେଶ୍ୱର ମହାରାଜ ଲେଖିଛନ୍ତି। ସର୍ବପ୍ରଥମେ ମନ୍ତ୍ରେଶ୍ୱର ମହାରାଜ, ସର୍ବପ୍ରଥମେ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ମୁଁ ପ୍ରଣାମ ଜଣାଉଛି ଏବଂ ମନ୍ତ୍ରେଶ୍ୱର ମହାରାଜଙ୍କୁ ବି ମୁଁ ପ୍ରଣାମ ଜଣାଉଛି କି ତାଙ୍କ ବହି ଆମେ ପଢୁଛୁ। ତେଣୁ ମନ୍ତ୍ରେଶ୍ୱର ମହାରାଜଙ୍କୁ ବି ଆମେ ପ୍ରଣାମ ଜଣେଇକି ଆରମ୍ଭ କରୁଛୁ। ଗ୍ରହ ବଳ, ଠିକ ଅଛି ନା? ଗ୍ରହର ବଳ ଦେଖ, ଏଇଠି ମାନେ କୁହାଯାଇଛି, ମାନେ ଗ୍ରହ ବଳ ହିସାବରେ इस अध्याय में हिंदी ଅଛି, ମୁଁ ହିନ୍ଦୀରେ ପଢୁଛି, ତାକୁ ମୁଁ ଓଡିଆରେ ବୁଝେଇବି। इस अध्याय में ग्रह और भावों का बल कैसे ज्ञात करना चाहिए, ये बताया गया है।
इस संबंध में मंत्रेश्वर महाराज का मत क्या है, ये जानने के पूर्व ये ज्ञात होना आवश्यक है कि अन्य आचार्यों का मत क्या है। उन्हें जिनका जिनको षडबल ग्रह का 6 प्रकार तेणु आम ये जानी मंत्रेश्वर महाराज भी कहते एवं ये जो फलदीप आम फॉलो कर भावार्थ बोधिनी एଥିରେ 6 प्रकार बल कथा कहु ग्रहर गोटे ग्रहर 6 प्रकार मुख्यतः बल था अन्य अन्य प्रकार बल थाईपारे ଏବଂ ଅନ୍ୟ ବିଭିନ୍ନ ଆପ୍ ମାଧ୍ୟମରେ ଆପଣ ଯଦି କାଲକୁଲେଟ କରିବେ ବିଭିନ୍ନ ପ୍ରକାର ଆଙ୍ଗେଲରୁ ସେମାନେ ଗ୍ରହର ବଳକୁ ଇଏ କରୁଛନ୍ତି କିନ୍ତୁ ମୁଖ୍ୟତଃ ଗୋଟେ କୁଣ୍ଡଲି ଦେଖୁ ଦେଖୁ ଯୋଉଟାକି ଆମେ ବଳ ଗ୍ରହର ଚେକ୍ କରିବା 6 ପ୍ରକାର ବଳ ଥାଇପାରେ। କଣ ଥାଏ ପ୍ରଥମ ନା ଫାଷ୍ଟ ହେଲା ସ୍ଥାନ ବଳ, ସେକେଣ୍ଡ ହେଲା ଦିଗ୍ ବଳ, ଦିକ୍ ବଳ ମାନେ ଦିଗ ହିସାବରେ ବଳ, ଥାର୍ଡ ହେଲା କାଳ ବଳ ବା ସମୟ ହିସାବରେ ତାଙ୍କର ବଳ କେତେ, ଜନ୍ମ ସମୟ ହିସାବରେ କୋଉ ଗ୍ରହର ଦିନରେ କେତେ ବଳି ରାତିରେ କେତେ ବଳି ସନ୍ଧ୍ୟା ବେଳେ କି ସକାଳେ ଏଇ ସବୁ କାଳ ବଳ ସମୟ। ତାପରେ ଆସିଲା ଚେଷ୍ଟା ବଳ, ତାପରେ ଆସିଲା 3 4 ଏଇଟା ଏ ଭାଇ 3 ପାଞ୍ଚରେ ପରେ ଆସିଲା 6 ଦେଲ। ନାଇଁ ନାଇଁ 4 4 ସରି ସରି 5 ହେଲା ନୈସର୍ଗିକ ବଳ, ଠିକ ଅଛି। ଆଉ 6ରେ ଆସିଲା କଣ ନା ଦୃକ୍ ବଳ, ଦୃକ୍ ମାନେ କିଏ କାହାକୁ ଦେଖୁଛି ବା ଯୋଗ ଯୋଗ ବା ଜ୍ୟୁତି ମାନେ ଗ୍ରହ ମାନେ କିଏ ମିଶିକି କଣ ଅଛନ୍ତି ଏଇ ସବୁ ବିଷୟରେ ଆମେ ଜାଣିବା। ଦ୍ରୁକ୍ ବଳ, ଦ୍ରୁକ୍ ନା ଦ୍ରୁକ୍? ଦୃକ୍ ଦୃଷ୍ଟି ମାନେ ଦୃଷ୍ଟି କିଏ କାହାକୁ ଦୃଷ୍ଟି ଦଉଛି। ହଁ। ଏଇ ଗୋଟେ ଜିନିଷ କ୍ଲିୟର ହେଇଯାଆନ୍ତୁ, ମୁଁ ଆପଣଙ୍କୁ କହି ରଖେ ଯେ ଗ୍ରହ ଯେତେବେଳେ କୌଣସି ଘରକୁ ଦେଖୁଛି ତାର ସ୍ପେଶାଲ ଦୃଷ୍ଟି ମାଧ୍ୟମରେ ଆମେ ଜାଣିଛେ ଏଟାକୁ ମୁଁ ଲିଭଉଛି ହେଲା, sure। ଲେଖି ସାରିଲେଣି ତ? ଯଦି କିଏ ଲେଖିବାକୁ ଚାହୁଁଛନ୍ତି ଲେଖିପାରନ୍ତି, ନହେଲେ ସ୍କ୍ରିନଶଟ ହୁଁ ନେବେ ଯଦି ନେଇଯାଆନ୍ତୁ। ଏଟାକୁ ମୁଁ ନାଇଁ ଲିଭେଇଲି ସଇଲାଣି। ମୁଁ ହୁଁ ଆଗେଇବା ତ? ହୁଁ ହଁ ଠିକ ଅଛି। ତ ଆମେ ବିଭିନ୍ନ ପ୍ରକାର ବଳକୁ ପଢିବା, ବହୁତ ବଳ ଗୁଡାକ ବହୁତ ବହୁତ ଭାଷ୍ଟ ଅଛି। ଆମେ ଆଜି ସର୍ବପ୍ରଥମେ ଜାଣିବା ଦିକ୍ ବଳ, ଦିକ୍ ବଳକୁ ଆମେ ଜାଣିବା ଯୋଉଟା ବି ଆମେ କାଲି ପଢିଥିଲେ, ବଟ୍ ଆଜି ମୁଁ ଖାଲି ରିମାଇଣ୍ଡ କରିବାକୁ ଚାହୁଁଛି ଯେହେତୁ ଆଉ ଥରେ ନୂଆ ଷ୍ଟାର୍ଟ ହଉଛି, ମୁଁ ଦିକ୍ ବଳ ହିସାବରେ ଜାଣିବାକୁ ଚାହୁଁଛି, ମାନେ ଜଣେଇବାକୁ ଚାହୁଁଛି କି ଏଇଆ ଲେଖା ହେଇଛି ଏଥିରେ, ଠିକ ଅଛି ନା? ତ ଆମେ ମାନେ କଣ ଜାଣିଛେ ଯେ ଗ୍ରହ ମାନେ ତାଙ୍କର ସ୍ପେଶାଲ ଦୃଷ୍ଟି ଥାଏ, ସେମାନେ କୋଉ କୋଉ ଘରକୁ ଦେଖନ୍ତି ସେଇଟା ତ ପ୍ରାୟ ସମସ୍ତେ ଜାଣିଥିବେ, ଠିକ ଅଛି ନା? ତ ବର୍ତ୍ତମାନ ଆମକୁ ଗୋଟେ ଜିନିଷ ମନେ ରଖିବାର ଅଛି, ଗୋଟେ ଜିନିଷ ଆମକୁ ମନେ ରଖିବାର ଅଛି। ଆଗ ପ୍ରଥମେ ଆଷ୍ଟ୍ରୋଲୋଜିର ଦିଗଟାକୁ ମନେ ରଖ। ଇଏ ହେଲା ନର୍ଥ, ଏଟା ହେଲା ସରି 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 ଇଷ୍ଟ, ୱେଷ୍ଟ, ନର୍ଥ, ସାଉଥ, ଠିକ ଅଛି? ଠିକ ଅଛି ନା? ଏଟା କ୍ଲିୟର ଅଛ? ଠିକ ଅଛି ନା? ଓଡିଆ କୁଣ୍ଡଳୀଟାକୁ ଯଦି ଉତ୍କଳୀୟ ପଦ୍ଧତିର କୁଣ୍ଡଳୀଟାକୁ ଦେଖିବା ତାହେଲେ ସେଟା ଏମିତି ଥିବ। ଲେଟ୍ ସେଟା ମେଷ ଲଗ୍ନର କୁଣ୍ଡଳୀ, ଠିକ ଅଛି ନା? ତାହେଲେ ଏଇ ଯୋଉ ସାଉଥ ରା ଏଇଟା ଦେଖିଲେ ଏଇଟା 10 ନମ୍ବର, ଏଇଟା କୋଉଠି ଲେଖା ହେଇନି, ଏଇଟା ମୁଁ ମୋ ଇଣ୍ଟରପ୍ରିଟେସନ କହୁଛି, ଏଇଟା 10 ନମ୍ବର ଘର ନା ନାଇଁ? ଏଇଟା 4 ନମ୍ବର ଘର କି ନାଇଁ? ଏଇଟା 7 ନମ୍ବର ଘର। ତା 1 4 7 10 କୁ ଆମେ କଣ କହୁ? 1 4 7 10 କୁ ଆମେ କହୁ ଏଟା ହଉଛି କେନ୍ଦ୍ର, ଏଟା କହୁ ନା ନାଇଁ? ତେଣୁ କେନ୍ଦ୍ର ହଉଛି ସବୁଠୁ ବଳବାନ, ହେଲା? ଯୋଉ ତ୍ରିକୋଣ ଅଛି, ତ୍ରିଷଣାୟ ଅଛି, କେନ୍ଦ୍ର ହଉଛି ସବୁଠୁ ବଳବାନ, ଠିକ ଅଛି? ତ ଏଇଠି ଆମର କିଏ କିଏ ପାୱାରଫୁଲ ମାନେ କିଏ କିଏ ଦିଗ୍ବଳୀ ହେଇଯାନ୍ତି, କିଏ କିଏ? ମେଷ, ବୃଷ, ମିଥୁନ, କର୍କଟ, ନାଇଁ 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 ନାଇଁ, ଏକରେ 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 ମଙ୍ଗଳ। ଏକ ମଙ୍ଗଳ। ନା ନା ବାପା, କାଲି ମୁଁ ଆଉଥରେ କହୁଥିଲି, ଏଇଠି
ବୁଧ ଆଉ ଗୁରୁ, ବୃହସ୍ପତି। ମାନେ ଗୁରୁଦେବ ହଁ ହଁ ବୃହସ୍ପତି। ବୁଧ ବୃହସ୍ପତି ହଁ। ଗୁରୁଦେବ ବୃହସ୍ପତି, ଠିକ ଅଛି। ହୁଁ ହୁଁ। ଏଇଟା କୋଉ ଦିଗ? ଏଇଟା ହଉଛି ଇଷ୍ଟ। ପୂର୍ବ ଇଷ୍ଟ, ଦିଗ। ଠିକ ଅଛି। ହୁଁ। ପୂର୍ବ। ତା ରୁହ ଏଇଟା ଦକ୍ଷିଣ ଦିଗରେ କିଏ କିଏ? ନା ବନେଇଦବା ଆଉଥରେ। ରବି ଆଉ ମଙ୍ଗଳ। ତା ଏଇଟା କୋଉ ପୂର୍ବରେ ଦିଗ? ଏଇଟା କୋଉ ଦିଗ? ଦକ୍ଷିଣ। ରବି ଦକ୍ଷିଣ, ମଙ୍ଗଳ ଦକ୍ଷିଣ। ଠିକ ଅଛି। ହୁଁ। ହୁଁ। ଏଇଠି କିଏ ବଳି ହେଇଯିବେ? ନା ଚନ୍ଦ୍ର ଚନ୍ଦ୍ର, ଶୁକ୍ର। ଶୁକ୍ର। ଏଇଟା ହୁଁ। କୋଉ ଦିଗ? ଉତ୍ତର। ଉତ୍ତର। ଉତ୍ତର ଦିଗ। ଏଇଠି କିଏ ବଳି ହେଇଯିବେ? ନା ଶନି ମହାରାଜ। ଶନି। ଦକ୍ଷିଣରେ କ୍ଲିୟର? ଆଉ ଏ କଣ ଏଟା କଣ ପଶ୍ଚିମ? ହଁ ପଶ୍ଚିମ। ୱେଷ୍ଟ କହିଲି ପରା, ୱେଷ୍ଟରେ। ଦକ୍ଷିଣରେ ବା ରବି ପଶ୍ଚିମ ମଙ୍ଗଳ ଗଲା ଆମର। ତାହେଲେ ପଶ୍ଚିମ ଆଉ। ଏଇଟା କ୍ଲିୟର ହେଇଗଲା କି? ହୁଁ। ଆଚ୍ଛା ରାଜ ବାବୁ, ଆ ଦେହରେ କିଛି ଯଦି କଣ ଆପଣ ଏକ୍ସଟ୍ରା ଆଡ କରିବାକୁ ଚାହୁଁଛନ୍ତି କରିପାରନ୍ତି। ଠିକ ଅଛି, ଠିକ ଅଛି। ନା ଆଗକୁ ବଢିବା? ବଢିବା। ନା ସମସ୍ତଙ୍କ କ୍ଲିୟର ହେଇଗଲା ନା? ହଁ ହଁ। ଆଜ୍ଞା। ଚାଲ। ବୁଧ ଗୁରୁ। ମୁଁ ଏଟାକୁ କାହିଁକି ଛୋଟ ଟପିକ ଟାକୁ ଉଠେଇଲି, କାରଣ ଏଇଟା ପଢିଲେ ତମକୁ ଏଇଟା କ୍ଲିୟର ହେଇଯିବ। ଯଦି କୌଣସି ଲୋକର ଦଶମ ଘରେ ରବି ଆଉ ମଙ୍ଗଳ ଦେଖିଲ, ତାହେଲେ ସେ ସେଠି ଦିଗ୍ବଳି ହେଇଗଲା, ଚାହେ ସେ ଲଗ୍ନର କାରକ ହଉ ଚାହେ ସେ ଅକାରକ ହଉ, ଠିକ ଅଛି ନା? ହୁଁ। ଏଇଟା କ୍ଲିୟରଲି ମନେ ରଖ। ଗୋବିନ୍ଦ, ଏଇଟା ଠିକ ଅଛି। ଠିକ ଅଛି। ହୁଁ ଏଟା ହୁଁ। ଦିଗବଳି ପାଇଁ। ଇଏ ଠିକ ଗୋବିନ୍ଦ ଅଛି କୁଆଡେ ନା? ପଳେଇଲା? ତାର ବୋଧେ ନେଟ୍ ପ୍ରୋବ୍ଲେମ ହଉଛି। ହୁଁ, ତାର ସେଠି ନେଟ ପ୍ରୋବ୍ଲେମ ରହୁଛି ପ୍ରାୟ। ଏଇଟା କ୍ଲିୟର ହେଇଗଲା କି? ହୁଁ ହଁ ହୁଁ ହଁ। ଲିଭେଇଲି, ଲିଭେଇଲି। ହୁଁ ହୁଁ। ଆଚ୍ଛା, ଆମେ ଯଦି ବୁଝିଗଲେ କି ଏଇ ଗ୍ରହ ମାନେ ହନ୍ତି, ତାହେଲେ କଣ ରବି ଯଦି 0 ଡିଗ୍ରୀରେ ଥିବ, ତାହେଲେ କଣ 0 ରୁ 2 ଡିଗ୍ରୀରେ ଥିବ, ତାହେଲେ କଣ ବଳି ହେଇକି ଯିବ କି? ପୁଣି ଡିଗ୍ରୀ ବଳ, ଡିଗ୍ରୀ ଅଂଶ ଅଛି ନା। ହୁଁ ହଁ। ମନେ ରଖ, ଯଦି ତମେ କୌଣସି ଗ୍ରହ ଯୋଉ ଡିରେକ୍ସନ ଅଛି ତାର ଦିଗ ବଳ ପାଇଲା କି ନାହିଁ, ଫଳ ଦୀପିକା କହୁଛି ଯଦି ସିଏ କୌଣସି ରାଶିର ମଧ୍ୟ ଭାଗରେ ରହେ, ତାହେଲେ ଗୋଟେ ରାଶି କେତେ ଡିଗ୍ରୀ? ବା 30 ଅଂଶ ବା 30 ଡିଗ୍ରୀ। ହୁଁ। ହଁ କି ନାଇଁ? ଗୋଟେ ରାଶି କେତେ ଡିଗ୍ରୀ? 30 ଡିଗ୍ରୀ। 30 ଡିଗ୍ରୀ। ତେଣୁ ତିରିଶ ଫଳ ଡିଗ୍ରୀ। दीपिका कहुची जे दशम भाव के सूर्य और मंगल इन दोनों में जो भी दशम भाव के मध्य पर हो उसे एक रूप बल प्राप्त होता है, सेटा ହେଲା ଦିଗ୍ବଳ ପ୍ରାପ୍ତ ହୁଏ ଏକ ଭାବରେ। ଠିକ ଅଛି? ତ ମାନେ ମଧ୍ୟ ଭାଗ ମାନେ କଣ? ଯଦି ଗୋଟେ ରାଶି 30 ଡିଗ୍ରୀ, ତାହେଲେ ଆମେ ଯଦି ତାକୁ 3 ଭାଗ କରିବା, ତାହେଲେ ଏଇଟା ହେଲା 0 ରୁ 10, ଏଟା ହେଲା 10 ରୁ 20, 10 ଏଟା ହେଲା 20 ରୁ 30। 30। ଠିକ ଅଛି? ତାହେଲେ ହୁଁ। ଯଦି ତମେ ଦେଖିଲ ଗ୍ରହ ଦିଗ୍ବଳି ହିସାବରେ ଦିଗର ଅଛି ଏବଂ 10 ରୁ 20 ଭିତରେ ଅଛି, ସେ ପୂର୍ଣ୍ଣ ମାତ୍ରାରେ ଦିଗ୍ବଳି ହେଇଗଲା। ଠିକ ଅଛି ନା? ହୁଁ ହୁଁ। ଏଟା କ୍ଲିୟର କି? ହୁଁ। ଯଦି ଗ୍ରହ ଦିଗରେ ଅଛି, ଧର ସୂର୍ଯ୍ୟ ଦଶମ ଭାବରେ ଅଛନ୍ତି, ରବି ଆମର ଦଶମ ଭାବରେ ଅଛନ୍ତି, ଠିକ ଅଛି ନା? ଏଇଠି ହୁଁ ରବି ରହିଲେ, ରବି ଯଦି ଏଇଠି କଣ ହବ ନା 10 ରୁ 20 ଡିଗ୍ରୀ ଭିତରେ ଅଛନ୍ତି, ତାହେଲେ ଇଏ ହୁଁ। ପୂର୍ଣ୍ଣ ଦିଗ୍ବଳି କୁହାଯିବ ଆଙ୍କୁ। କିନ୍ତୁ ଯଦି ଠିକ ରବି ଏଠି 0 ରୁ 10 ଭିତରେ ଅଛନ୍ତି ବା 20 ରୁ ଅ 30 ଡିଗ୍ରୀ ଭିତରେ ଅଛନ୍ତି, ତାହେଲେ ଆଙ୍କୁ ପୂର୍ଣ୍ଣ ଦିଗ୍ବଳି, ଦିଗ୍ବଳି କୁହାଯିବ କିନ୍ତୁ ପୂର୍ଣ୍ଣ ଦିଗ୍ବଳି କୁହାଯିବ ନାହିଁ। କ୍ଲିୟର? ହୁଁ। ହୁଁ। ଏଥିରେ କିଛି ଡାଉଟ ଅଛି କି? ନା, ଠିକ ନାଇଁ ଅଛି। ନାଇଁ। ଯଦି ତାହେଲେ 20 ମୁଁ ରହୁଛି, କେବଳ ଏବେ ଆଜ୍ଞା ଆଜ୍ଞା, ଯଦି 20 କୋଡିଏ ରୁ ରହୁଛି 30 ରହିଲେ ଶୁଣନ୍ତୁ, ହୁଁ ଶୁଣନ୍ତୁ, ହଁ ଏଇଟା ବଢିଆ ପ୍ରଶ୍ନ ପଚାରିଲେ, ମୁଁ ଆପଣଙ୍କୁ କ୍ଲିୟର କରୁଛି। 0 ରୁ 10, 10 ରୁ 20, 20 ରୁ 30, ଯଦି ଏକ୍ଜାକ୍ଟ 20 ଅଛି କିଛି ଅସୁବିଧା ନାହିଁ। ଯଦି 20.01, 02 ବି ହେଇଗଲା, ତାହେଲେ ସେଇଠି ପ୍ରୋବ୍ଲେମ ଆସିଗଲା। ଆଚ୍ଛା।
ପୁରା 9.99 ହେଲେ ବି ହବ ନାହିଁ, 10 ହିଁ ହବା ଦରକାର, 10 ରୁ 20 ଭିତରେ ରହିବା ଦରକାର। ଯଦି ଆଚ୍ଛା 10 ରୁ ଟିକେ ବି କମ ଅଛି ପୂର୍ଣ୍ଣ ଦିଗବଳି କୁହାଯାଇ ପାରିବନି, 20 ରୁ ଟିକେ ଅଧିକା ଅଛି ତାହେଲେ ପୂର୍ଣ୍ଣ ଦିଗବଳି କୁହାଯାଇ ପାରିବ ନାହିଁ। ଆଚ୍ଛା ମୋ ପଏଣ୍ଟ ବୁଝିଗଲେ ତ? ମାନେ ଆଜ୍ଞା ଏତିକି ଭିତରେ ଯେମିତି ହେଲେ ରହିବ ତାହେଲେ ସିଏ ପୂର୍ଣ୍ଣ ଦିଗବଳି ପାଇବ। ପୂର୍ଣ୍ଣ ଦିଗ। ନିଶ୍ଚିତ 10 ରୁ 20 ଭିତରେ ରହିଲେ ହିଁ ପୂର୍ଣ୍ଣ ଦିଗବଳି କୁହାଯିବ। ହୁଁ। ଯୋଉ ଗ୍ରହ ବି ଥାଉ। ଯୋଉ ଗ୍ରହ କେତେବେଳେ ମୁଁ କହିଲି, ପୁଣି ଯୋଉ ଗ୍ରହ କଥା କୁଆଡେ ଆସିଲା? ମୁଁ ଭୁଲିଗଲି। ଆଉ ତୁ ତ ଏତିକି ଭିତରେ ଯଦି ଭୁଲିଯିବୁ ଗଲା ସରିଲା, କଣ ଆଉ ପାଠ ହେଇଗଲା କଣ ଆମର? ଯଦି କୋଉଠି କୋଉଠି କହିଲି, ମୁଁ କହିଲି ଯେ ହୁଁ ବାପା ଏଇଠି ହେଲେ ଗୁରୁଦେବ ହୁଁ ଆଉ ବୁଧ ମହାରାଜ, ହୁଁ ଏଇଠି ରବି ହୁଁ ଏବଂ ମଙ୍ଗଳ, ମଙ୍ଗଳ। ହୁଁ ଏଇଠି ଚନ୍ଦ୍ର ଆଉ ହୁଁ ଶୁକ୍ର, ହୁଁ ଏଠି ଶନି ଶନି। ମହାରାଜ। ଠିକ ଅଛି ନା? ହୁଁ ହୁଁ ଯଦି କାହାର କୁଣ୍ଡଳୀର ଦଶମ ଭାବରେ ରବି ଓ ମଙ୍ଗଳ ଦେଖିଲ ଏବଂ ହୁଁ ସେମାନଙ୍କର ଡିଗ୍ରୀ ତମେ ଦେଖିଲ 20 ରୁ ସରି 10 ରୁ 20 10 ଭିତରେ, 10 ହୁଁ ତାହେଲେ ଫଳ ପୂର୍ଣ୍ଣ ଦୀପିକା ଦିଗ। କହୁଛି କି ଇଏ ହଉଛି ପୂର୍ଣ୍ଣ ଦିଗବଳି। ହେଲା? ହୁଁ ହୁଁ ଯଦି କାହାର ଲଗ୍ନରେ ଗୁରୁ ଆଉ ବୁଧ ଦେଖିଲ, ତାହେଲେ ତମେ କହିବ, ଯଦି 10 ରୁ 20 ଭିତରେ ଥାନ୍ତି, ପୂର୍ଣ୍ଣ ଦିଗବଳି। ଓ ମାନେ ଏଇଟା ଯୋଉଟା କେନ୍ଦ୍ରରେ ଯୋଉ ରହୁଛନ୍ତି। ଆରେ ଭାଇ, ଏଇଟା ହେଲା 1, ଏଇଟା ହେଲା 4, ଏଇଟା ହେଲା 7, ଏଇଟା ହେଲା 10। ଏଇଟା କ୍ଲିୟର? ହୁଁ ଲଗ୍ନ କିଛି ବି ହେଇଥାଉ, କିଛି ବି ଲଗ୍ନ ହେଇଥାଉ, ଯଦି ଲଗ୍ନରେ ଗୁରୁ ବୁଧ ଅଛନ୍ତି, ଚାहे ସେ କାରକ ଗ୍ରହ ହୁଅନ୍ତୁ ଚାहे ସେ ଅକାରକ ଗ୍ରହ ହୁଅନ୍ତୁ, ତମର ମାରକ ହେଇଥାନ୍ତୁ, କାରକ ହେଇଥାନ୍ତୁ, ଅକାରକ ହେଇଥାନ୍ତୁ, ସେ ଯାହା ବି ହେଇଥାନ୍ତୁ, ତାକୁ ସେଇ ପାୱାରଟା, ଦିଗ୍ବଳର ପାୱାରଟା ପ୍ରାପ୍ତ ହବ। ହୁଁ ତମେ ସେଇଠୁ ଜାଣିବ, ଯଦି ଗୁରୁ କାରକ ହେଇଥିବେ ତାହେଲେ କାରକ ଫଳ ଦେବେ। ମୁଁ ତମକୁ ପୁଣି କହି ରଖେ, କୌଣସି ଗ୍ରହ ଭଲ ନୁହଁ, କୌଣସି ଗ୍ରହ ଖରାପ ନୁହଁ, କୌଣସି ଭାବ ଭଲ ନୁହଁ, କୌଣସି ଭାବ ଖରାପ ନୁହଁ, ଏ ଖରାପ ସବୁତିକ ନୁହଁ। ତୁମର ପ୍ରାରବ୍ଧ, ତୁମେ ଏ ଜନ୍ମରେ ନେଇକିନା ଆସିଛ। ଏଟା କ୍ଲିୟର ହେଇଯାଉ। ହୁଁ ହୁଁ ସେଇ ନାରାୟଣ ହିଁ ଏଇ କୁଣ୍ଡଳୀର କାଳ ପୁରୁଷର ରୂପ ନେଇକି ତୁମକୁ ଏଇଟା ପ୍ରତିପାଦନ କରିଛନ୍ତି। ସେଇଥିପାଇଁ ଇଏକୁ ଅଧ୍ୟୟନ କଲେ ତମେ ବେଦର ଚକ୍ଷୁ, ଏଇଥିପାଇଁ କୁହାଯାଏ କି ତମେ ଜାଣିପାରିବ ଜୀବନରେ କୋଉ ଦିଗ ଦେଇ ତମେ କୋଉ ସମୟରେ କୋଉ ଦିଗ ଦେଇ ଗଲେ ତମକୁ, ତୁମେ ସେଇ ସମୟର ପୂର୍ଣ୍ଣ ଫାଇଦାକୁ ଉପଯୋଗ କରିପାରିବ। କ୍ଲିୟର? ହୁଁ ତେଣୁ ତମେ ଯଦି କହିବ ଗୁରୁ ଭଲ ଶନି ଖରାପ, ସିଏ ସବୁ ପାଠଟି ଚଳିବନି ବାପା। ସବୁ ଗ୍ରହର ନିଜସ୍ୱ ଭଲ ଗୁଣ ଅଛି, ସବୁ ଗ୍ରହର ନିଜସ୍ୱ ଖରାପ ଗୁଣ ଅଛି। ପ୍ରତ୍ୟେକ ଗ୍ରହ ତୁମକୁ କ୍ରିଏଟ କରାଇ ପାରିବ, ତମକୁ ସଷ୍ଟେନେନ୍ସ ଦେଇପାରିବ, ତମକୁ ଡେଷ୍ଟ୍ରୟ କରିପାରିବ। ମାନେ ପ୍ରତ୍ୟେକ ଗ୍ରହ ପାଖରେ ପାୱାର ଅଛି, ତୁମର ସିଏ ତମକୁ ତିଆରି କରିପାରିବ, ତମକୁ ଧରିକି ରଖିପାରିବ, ତମକୁ ସଷ୍ଟେନ କରିପାରିବ, ତମକୁ ଡେଷ୍ଟ୍ରୟ ବି କରିପାରିବ। ତେଣୁ ସ୍ଥାନ, କାଳ, ପାତ୍ର ହିସାବରେ କୋଉ ଗ୍ରହ ତୁମ କୁଣ୍ଡଳୀରେ କିପରି ଭାବରେ ରେଜଲ୍ଟ ଦେବେ, ସେଇଟା ମ୍ୟାଟର କରେ। ହୁଁ। ଆଉ ଗୋଟେ ଭାଇ, ଧୈର୍ଯ୍ୟ ଆଉ ପରିଶ୍ରମ, ଏଇଟା ହଉଛି ମେନ୍ ବିକର। ଆରେ ବାବା, ଧୈର୍ଯ୍ୟ ପରିଶ୍ରମ ତ ସେଟା ନିଜର ଆଚାର ବ୍ୟବହାର ହେଇଗଲା, ମୁଁ କୁଣ୍ଡଳୀ କଥା କହୁଛି। ହୁଁ ଯଦି ତୁମ କୁଣ୍ଡଳୀରେ ସେତିକି ଜିନିଷ ନଥିବ, ତୁମେ ସେ ଧୈର୍ଯ୍ୟ ଆଉ ପରିଶ୍ରମ ବି କରିବାକୁ କୁନ୍ଥେଇବ। ହୁଁ ହୁଁ। ରାଜବାବୁ ବୁଝିପାରୁଛନ୍ତି ତ ମୁଁ କଣ କହିବାକୁ ଚାହୁଁଛି? ଆଜ୍ଞା ଆଜ୍ଞା ଏଇ ଜିନିଷଟା ମୁଁ ଏଠି ଆଜି କ୍ଲିୟର କଲି। ତାପରେ ମୁଁ ଗୋଟେ ନୈସର୍ଗିକ ବଳକୁ ତମକୁ କହିଦେବାକୁ ଚାହୁଁଛି। ଠିକ ଅଛି ନା? ଆଜ୍ଞା। ନୈସର୍ଗିକ ବଳ ମାନେ କଣ ଭାବୁଛ? ମାନେ ତମର, ମାନେ କଣ ତମେ ଭାବୁଛ କି ନୈସର୍ଗିକଟା କଣ? ମାନେ ମୁଁ ଟିକେ, ଯଦି କିଏ କହନ୍ତା ମୁଁ ତାପରେ କହନ୍ତି। ନଈ ନୈସର୍ଗିକ ବଳ ହଉଛି ମାନେ ଆଭରେଜ, ଯଦି ଆମେ କହିବାକୁ ଯିବା କି, ନହେଲେ ଓଭରଅଲ ଯଦି ଆମେ କହିବାକୁ ଯିବା, ତାହେଲେ ଅଧିକାଂଶ ଟାଇମ ରେ କିଏ ସବୁଠୁ ଅଧିକ ପାୱାରଫୁଲ ଥାଏ, ସେଇ ପାୱାର ରେଟିଂ ଏକ୍ଜାକ୍ଟଲି, ଟାକୁ ଆମେ ନୈସର୍ଗିକ ବଳ ବୋଲି କହୁ। ଏକ୍ଜାକ୍ଟଲି। ନୈସର୍ଗିକ ବଳ ମାନେ ଆକ୍ଚୁଆଲି କିଏ ପାୱାରଫୁଲ? ଯଦି ଯୁଦ୍ଧ ହବ, ଯଦି ମୋର ଗୋବିନ୍ଦ ଭିତରେ ମାଡା ପିଟା ଲାଗିବ, ତାହେଲେ ଯାହାର ବାହୁବଳ ଅଧିକା ଥିବ ସେ ଜିତିଯିବ। ହଁ କି ନାଇଁ? କିନ୍ତୁ ଆମେ ହୁଁ ବାଡିଆ ବାଡି ହବୁ ନାହିଁ, କାରଣ ଗୋବିନ୍ଦ ମୋ ଭାଇ, ମୁଁ ତା ଭାଇ। ଠିକ ଅଛି ନା? ତେଣୁ ସେଇ ହିସାବରେ ସବୁଠୁ କମ ପାୱାରଫୁଲ ହଉଛନ୍ତି ଶନି। ଶନିଠୁ ଅଧିକା ପାୱାରଫୁଲ କିଏ? ମଙ୍ଗଳ। ମଙ୍ଗଳ।
ଏଟା ଆମେ ଡିସ୍କସନ କରୁଛେ ନୈସର୍ଗିକ ବଳ। ନିଶ୍ଚୟ। ଠିକ ଅଛି ନା? ଲେଖା ହେଇଥିଲା ଶନିଠୁ ପାୱାରଫୁଲ ହେଲେ ମଙ୍ଗଳ, ମଙ୍ଗଳଠୁ ପାୱାରଫୁଲ କିଏ ନା ବୁଧ ବୁଧ, ବୁଧଙ୍କଠୁ ପାୱାରଫୁଲ କିଏ ନା ଗୁରୁ, ଗୁରୁ ଗୁରୁଙ୍କଠୁ ପାୱାରଫୁଲ କିଏ ନା ଶୁକ୍ର, ଶୁକ୍ର ଶୁକ୍ରଙ୍କଠୁ ପାୱାରଫୁଲ କିଏ ନା ଚନ୍ଦ୍ର, ଚନ୍ଦ୍ରଙ୍କଠୁ ପାୱାରଫୁଲ କିଏ ରବି। ତାହେଲେ ରବି ସବୁଠୁ ପାୱାରଫୁଲ ହେଲେ ରବି ରବି, ସବୁଠୁ ପାୱାର ରେ କମ ହେଲେ ଶନି ଶନି ଶନି। ମହାରାଜ। ଲୋକ ଯଦି ଢାଇଆ ଆଉ ସାଢେ ସାତି ପାଇଁ ଶନି ମହାରାଜର ଯୋଉ ଢାଇଆ ପଡେ 2.5, ଠିକ ଅଛି ନା? ହୁଁ ଆଉ ହୁଁ ଶନି ହୁଁ ସାଢେ ସାତି ଆଉ ଶନି ଦଶାରେ ହୁଁ ଲୋକମାନେ ଯଦି ଏଇଭଳିଆ ହୁଅନ୍ତି, ମାନେ ଯେ ଡରି ମରି ଛାନିଆ ହେଇଯାଆନ୍ତି, ତାହେଲେ ଇଏ ମଙ୍ଗଳ, ହୁଁ ବୁଧ, ଗୁରୁ, ଶୁକ୍ର, ଚନ୍ଦ୍ର, ରବି ତାଙ୍କ ଦଶାରେ କଣ ନ କରିପାରିବେ ତମ ସହିତ। ହୁଁ ଭାଇ କିଛି ଅସୁବିଧା କରିବେନି ତ ଶନି ତାଙ୍କ ଢାଇଆରେ? ଭାଇ ଲୋକମାନେ ତାଙ୍କର କର୍ମ କ୍ଷେତ୍ରରେ କେତେବେଳେ ଗଳି ପଡନ୍ତି, କେତେବେଳେ ପୁରା ଉପରକୁ ପଳାନ୍ତି। ହୁଁ ୟେସ୍। ଯେତେବେଳେ ଲୋକମାନେ କର୍ମ କ୍ଷେତ୍ରରେ ବର୍ତ୍ତମାନ ତାଙ୍କର ମୋ ଶନିର ଅବସ୍ଥା। ଢାଇଆ ଚାଲିଲେ ଲୋକମାନେ ତାଙ୍କ କର୍ମ କ୍ଷେତ୍ରରେ ଗଳି ପଡନ୍ତି, ନହେଲେ ତମେ ମାନେ ପୁରା ଉପରକୁ ପଳାନ୍ତି। ହୁଁ ଏମିତି ବି ମୋର ଦେଖାଯାଇଛି କି ସାଢେ ସାତି ଆଉ ଢାଇଆ ପରେ ଲୋକମାନଙ୍କର ଉନ୍ନତି ହେଇଛି, କିନ୍ତୁ ତୁମକୁ ମନେ ରଖ, ତମର ଯେତେବେଳେ ଶନି କାମ କରିବ ତୁମକୁ ଷ୍ଟ୍ରିକ୍ଟ ରହିବାକୁ ପଡିବ, ଡିସିପ୍ଲିନ ରହିବାକୁ ପଡିବ ଏବଂ ନ୍ୟାୟବନ୍ତ ରହିବାକୁ ପଡିବ। ଏଇଟା କ୍ଲିୟର ହେଇଯାଉ। ହଁ ପାଟି କରନା ଖଡ ଖଡ ହଉଛି। ନାଇଁ ମୋର ତ ସାଡେ ସରିକି ବର୍ତ୍ତମାନ ଢାଇ ଚାଲିଛି। ନା ମୁଁ ମୋ କଥାଟା କହୁଛି, ମୁଁ ମୋ କଥାଟା କହୁଛି। ନାଇଁ କିଛି ମୁଁ ଅସୁବିଧା ହବନି ତ? ମୁଁ ଭାଇ ହ୍ୟାଲୋ। ସେଟା ପରେ ଭାଇ ଡିସ୍କସ କରିବା ଆମେ ହଁ। ଭାଇ ଭାଇ ଶୁଣ, ତାର ଭାଇ ଗୋଟେ ଶୁଣ ନା, ଭାଇ ଟପିକ ଶୁଣ, ନବା। ଆମେ ଆଷ୍ଟ୍ରୋଲୋଜର, ଶୁଣ 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 ଭାଇ ଶୁଣ ନା, ଆମେ ହଉଛି ଆଷ୍ଟ୍ରୋଲୋଜର, ଆମେ ତ୍ରିକାଳଜ୍ଞ ନୁହଁ। ଆମେ ଯଦି ସେତିକି ସାଧନା କରିଥାନ୍ତୁ, ଜଗଦମ୍ବା ଯଦି ଆମ ଉପରେ ସେତିକି ପ୍ରସନ୍ନ ହେଇଥାନ୍ତା, ତ ଦେଖୁ ଦେଖୁ ତ ଫେସ୍ ରିଡିଂ କରିକି ଆମେ କହିଦେଇଥାନ୍ତୁ, ତୋର ଅମୁକ ଦିନ ଏଇଆ ହବ, ସମୁକ ଦିନ ସେଇଆ ହବ, ସମୁକ ଦିନ ତୁ ଏତେ ପଇସା ପାଇବୁ, ଏଇଠି ବାହା ହବୁ, ଏଇଟା ତୋର ଚାକିରି ହବ। ଆମେ ହେଲୁ ଆଷ୍ଟ୍ରୋଲୋଜର, ଆମେ ଖାଲି ପ୍ରେଡିକ୍ସନ ଦେଇପାରିବୁ କି ମେ ଇଟ୍ ହାପେନ୍, ହେଇପାରେ। ଆମେ ତ ତ୍ରିକାଳଜ୍ଞ ନୁହଁ, କିଛି ଅସୁବିଧା ହବ କି ନାହିଁ କେମିତି କହିବୁ? ଭାଇ ପଚାରୁଛି, ତାର ଗୋଟେ ସତ। ମନ ହଉଛି, ତାକୁ କହିଦିଅ। ନାଇଁ ମୁଁ କହିଲି ସେ କଥା, ସିଏ ଯଦି ପଚାରୁଛି ଯେ ମୋର ଏଇଟା କେମିତି ଯିବ, ତାହେଲେ ମୁଁ କହିଥାନ୍ତି ଭଲ ଯିବ କି ଖରାପ ଯିବ। ସିଏ ପଚାରୁଛି ମୋର କିଛି ଅସୁବିଧା ହବନି ତ? କହୁଛି ଅସୁବିଧା ନାଇଁ ହବନି। ନାଇଁ, କେମିତି ପ୍ରଭୁଙ୍କୁ ମାନେ କେମିତି ପୂଜା ଅର୍ଚ୍ଚନା ଟିକେ କରିବି, କେମିତି ତାଙ୍କୁ ଡାକିବି, ଧ୍ୟାନ କରିବି, ସେଇ ଗୋଟେ ଟିକେ କହୁନା। ଭାଇ ଗୋଟେ ଜିନିଷ ମନେ ରଖ, ସବୁ ଗ୍ରହର ଗୋଟିଏ ଔଷଧ ହେଲେ ନାରାୟଣ। କାରଣ ହୁଁ ଯଦି ବୃହତ ପରାଶର ହରାଶାସ୍ତ୍ର ପଢିବ, ସେଠି ହୁଁ ତୁମେ ମହର୍ଷି ପରାଶର ନିଜେ, ଯିଏ କି ଆଷ୍ଟ୍ରୋଲୋଜି ବା ଜ୍ୟୋତିଷର ସୃଷ୍ଟିକର୍ତ୍ତା, ଯାହାଙ୍କଠୁ ଆଷ୍ଟ୍ରୋଲୋଜି ବାହାରିଛି, ମାନେ ଏଇ ଇହ ଜଗତରେ, ଯାହାଙ୍କଠୁ, ଯିଏ ହଉଛନ୍ତି ସୋର୍ସ ଇହ ଜଗତକୁ ଆଷ୍ଟ୍ରୋଲୋଜି ଦେବାର, ସେ ନିଜେ କହୁଛନ୍ତି କି ନାରାୟଣ ହିଁ ଏଇ ଗ୍ରହ ରୂପ ନେଇକି ଧାରଣ କରିକି ଆସିଛନ୍ତି ତୁମର କର୍ମଫଳ ଦେବା ପାଇଁ। ଆଉ ବିନା ତୁମେ ଯଦି ଅସ୍ତ୍ର ଶସ୍ତ୍ରରେ। ବିନା ଅସ୍ତ୍ର ଶସ୍ତ୍ରରେ, ଆଉ ତମେ ଯଦି ବ୍ରହ୍ମ ଆଜ୍ଞା ବୈବର୍ତ ପୁରାଣ ପଢିବ, ମୁଁ ସେଟା କେବେ ଗ୍ରୁପରେ ସେୟାର ବି କରିଥିଲି, କି ସେ କାଳ ପୁରୁଷ ବି କହୁଛି କି ମୁଁ ବିନା ସେଇ ମାନେ ଯୋଉ ପରବ୍ରହ୍ମ ପରମାତ୍ମାର ଆଜ୍ଞାରେ କୌଣସି ଫଳ ଦେବାକୁ ଅସମର୍ଥ। ବ୍ରହ୍ମ ବୈବର୍ତ ତେଣୁ ପୁରାଣ, ଯଦି ହଁ। ସେଇ ପରବ୍ରହ୍ମ କୃଷ୍ଣ ଯଦି ଚାହାନ୍ତି ତୁମର ଉନ୍ନତି ହବା କଥା, ତାହେଲେ ତୁମର ହବ। ଆଉ ଯଦି ସେ ଯଦି ନ ଚାହାନ୍ତି, ହବନି। କିନ୍ତୁ ଏଇଟା ସତ୍ୟ, ତୁମେ ତୁମ କର୍ମଫଳ ହିଁ ଭୋଗ କରୁଛ, ଆଉ ସମସ୍ତଙ୍କୁ ଆମର ଏଠି ଇହ ଜଗତରେ କର୍ମଫଳ ହିଁ ଭୋଗିବାକୁ ପଡୁଛି। ହୁଁ ଏଇ ଜିନିଷଟା କ୍ଲିୟର ହେଲା କି? ହୁଁ ନାଇଁ ସତ କଥା ତ। ଏଇ ଜିନିଷଟା ଏଥର କ୍ଲିୟର ହେଲା ତ? ବୁଝିଗଲ ଆଉ କଣ ଅଛି? ଏଥର ବୁଝିଗଲ। ତେଣୁ କୌଣସି ଗ୍ରହକୁ ତୁମେ କହିବନି ଏଇ ଗ୍ରହ ହଉଛି ମୋର ଖରାପ, କୌଣସି ଗ୍ରହକୁ କହିବନି ଏ ଗ୍ରହ ହଉଛି ମୋ ପାଇଁ ଭଲ। ସ୍ଥାନ କାଳ ପାତ୍ର ହିସାବରେ କିଏ କଣ ରେଜଲ୍ଟ ଦବ, ଯିଏ କହିପାରିବନି। ଏଇ ଗୁରୁଦେବ ବୃହସ୍ପତି ତୁମକୁ ତୁମର ଜୀବନ ଖରାପ କରିଛି। ଗୁରୁ ଯେତେବେଳେ ମାରକ ଭାବ ନେଇ ଚଢନ୍ତି, ତାହେଲେ ସିଏ ଯୋଉ ପାୱାରଫୁଲ ହେଇଥାନ୍ତି, ତାର ଏକ୍ସାମ୍ପଲ ତମେ ମାନେ ଜାଣିଛ କଣ ହେବ। ଠିକ ଅଛି ନା? ମୂର୍ଖ ତ ଡାଇରେକ୍ଟ ଯେତେବେଳେ ଆଉ। ହଁ, ତେଣୁ ତେଣୁ ତୁମେ ଏଇଟା କ୍ଲିୟର ହେଇଯାଅ ଯେ କୌଣସି ଗ୍ରହ ଭଲ ନୁହଁ, କୌଣସି ଗ୍ରହ ଖରାପ ନୁହଁ। ତୁମ କୁଣ୍ଡଳୀରେ କୋଉ ହିସାବରେ ତୁମେ କଣ ପ୍ରାରବ୍ଧ କର୍ମ କରିକି ଆସିଛ, ତୁମେ ସେଇଟା ହଉଛି ତାର ରିଫ୍ଲେକ୍ସନ। ହୁଁ ଠିକ ଅଛି ନା? ତେଣୁ ଗ୍ରହର ବଳ ଅଧ୍ୟୟନ ବେଳେ ତୁମେ ଯଦି କହିବ ଯେ ଏଇ ଜିନିଷଟା ହବ କି ନାହିଁ, ମୋ ସହିତ ହବ କି ନାହିଁ, ତେଣୁ ସେଇଟା ଆମେ ଏଇଥିପାଇଁ ପଢୁଛୁ କି ଆମେ ଜାଣିପାରିବା ନା। ତ ହୁଁ ଠିକ ଅଛି, ଆଜି ପାଇଁ ଏତିକି। ଆମେ ଏଇଟା ଛୋଟ ସେସନ ରହିଲା, ନେକ୍ସଟ ସେସନ ଆମେ କରିବା। ତ ଆଜି ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ସମସ୍ତେ ଦୟାକରି ଟିକେ ପଢନ୍ତୁ। ଏବଂ ରାଜ ବାବୁ
ଆପଣଙ୍କୁ ଧନ୍ୟବାଦ। ଟିକେ ଦୟାକରି ହୁଁ ଦେଖିବେ ଯୋଉଟା ଆମେ କହିଥିଲୁ। ଆମର ସେସନ ଏମିତି ଜୟ ଚାଲୁ ରହିବ। ସମସ୍ତଙ୍କୁ ପୁଣି ଆଉଥରେ ଜୟ ଶ୍ରୀ ଜଗନ୍ନାଥ। ଜୟ ଜୟ ଜଗନ୍ନାଥ। ଶ୍ରୀ ଜଗନ୍ନାଥ।